କେତେ ଭି ଦେଇଛି 12 ଭୋଲ୍ଟ। ତାପରେ ପରିବର୍ତ୍ତରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ ମାନେ ସେଟା ହେଉଛି ଆଇ କେତେ ଦେଇଛି ନା 2.5 ମିଲି ଆମ୍ପିୟର। 2.5 ମିଲି ଆମ୍ପିୟର କେତେ ହେବ ନା 2.5 1 ମିଲି ଆମ୍ପିୟର ଇନ୍ 10 ଟୁ ପାୱାର -3 ଆମ୍ପିୟର। ଦେନ୍ ଆମକୁ କ'ଣ ପଚାରିଛି ମାନେ ଆର୍ ପଚାରିଛି, ଆମକୁ କ'ଣ ପଚାରିଛି ଆର୍ ପଚାରିଛି। ଆର୍ ତାହେଲେ ସୂତ୍ର କ'ଣ ହେବ, ଆର୍ ଇଜିକାଲ୍ ସୂତ୍ର କ'ଣ ନା ଆର୍ ଇଜିକାଲ୍ ଟୁ ଭି ବାଇ ଆଇ। ଦେନ୍ ଭି କେତେ ଦେଇଛି ନା 12 ଭୋଲ୍ଟ ବାଇ ଆଇ କେତେ ଦେଇଛି ନା 2.5 ଇଣ୍ଟୁ 10 ଟୁ ପାୱାର -3 ଆମ୍ପିୟର। ଦେନ୍ ତାପରେ କ'ଣ କରିବା ଆମେ 12 ଭୋଲ୍ଟକୁ ବାହାରେ ରଖିବା। ତାପରେ 10 ଟୁ ପାୱାର -3 ଉପରକୁ ଗଲେ କେତେ ହେଇଯିବ 10 ଟୁ ପାୱାର 3 ହେଇଯିବ। 10 ଟୁ ପାୱାର 3 ମାନେ କେତେ 1000 ଆମେ ଲେଖିପାରିବା। ତାପରେ ଦେଖ ଆମର ଯେଉଁ ଲେଖିଥିଲେ 25 2.5 କେତେ ଲେଖିପାରିବା 25 ବାଇ 10 ଲେଖିପାରିବା। ତାପରେ ଷ୍ଟୋରୀ ସେଇଟା କ'ଣ ହେଇଯିବ ନା 12 ଇଣ୍ଟୁ 1000 ଇଣ୍ଟୁ 10 ବାଇ କେତେ ହେଇଯିବ 25। ତାପରେ କ'ଣ କରିବା ନା 25କୁ ଆମେ କ'ଣ କରିବା ନା 1000 କାଟିବା, କେତେ ହେବ ନା 25 ଚଉକୁ କେତେ ହେଇଯିବ 25,000 କଲେ କେତେ ହେଇଯିବ ଆମର 40 ହେଇଯିବ। ତାପରେ 12 ଚଉକୁ କେତେ 12 ଚଉକୁ 48 ଦୁଇଟା 0 ତ 4800 କ'ଣ ହେଲା। ଆଉ ଏଇଟା କ'ଣ ବାହାର କରୁଥିଲେ ଆର୍ ବାହାର କରୁଥିଲେ, ତ ଆର୍ ଏକ କ'ଣ ନା ଓମ୍। ଆମର କେତେ ଆନ୍ସର ହେଲା ନା 4800 ଓମ୍। ବୁଝିପାରିଲେ ତ ଆର୍ କେତେ ହେଲା ନା ପ୍ରତିରୋଧର ପରିମାଣ କେତେ ହେଲା 4800 ଓମ୍। ଦେନ୍ ତାପରେ